ସଫଳ ହେବା ପାଇଁ ଲୋକମାନେ ବହୁତ ପରିଶ୍ରମ କରନ୍ତି। ସଫଳ ହେବା ପାଇଁ ଆମେ ମଧ୍ୟ ଆମ ଚାରିପାଖରେ ସଫଳ ହୋଇଥିବା ବ୍ୟକ୍ତିକୁ ଆମେ ଅନୁସରଣ କରୁ। ରାମଭକ୍ତ ହନୁମାନଙ୍କୁ ମଧ୍ୟ ସଙ୍କଟ ମୋଚନ କୁହାଯାଏ। ଆପଣମାନେ ସମସ୍ତେ ଜାଣିଛନ୍ତି, କାରଣ ହନୁମାନଜୀଙ୍କ ଦ୍ୱାରା ବି ଅନେକ ସମସ୍ୟାର ସମାଧାନ କରାଯାଇଥିଲା। ହଁ ବନ୍ଧୁମାନେ, ହନୁମାନଜୀଙ୍କର ଏପରି ଅନେକ ଗୁଣ ଅଛି ଯାହା ଆଜିର ଆଧୁନିକ ଯୁଗରେ ମଧ୍ୟ ସଫଳ ହେବାରେ ଆମକୁ ବହୁତ ଉପଯୋଗୀ ହେବ। ହନୁମାନଙ୍କର ଏହି ଗୁଣଗୁଡ଼ିକ ଗ୍ରହଣ କରି ଆପଣ କେବଳ ସଫଳତାର ଚାବି ପାଇପାରିବେ ନାହିଁ, ବରଂ ଅନେକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସଫଳ ହେବେ। ବାଲ୍ମୀକି ରାମାୟଣ ଠାରୁ ଆରମ୍ଭ କରି ରାମଚରିତ ମାନସ ପର୍ଯ୍ୟନ୍ତ ଆପଣ ଭଗବାନ ହନୁମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକରୁ ପ୍ରେରଣା ନିହାତି ଭାବେ ନେବା ଉଚିତ। ଯେବେ ଯେବେ ପ୍ରଭୁ ରାମଚନ୍ଦ୍ର କୌଣସି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତ ହନୁମାନଜୀ ଏହାକୁ ଦୂର କରିଛନ୍ତି। ତାହେଲେ ଚାଲନ୍ତୁ ଜାଣିବା ହନୁମାନଙ୍କଠାରୁ ସେହି 5ଟି ଗୁଣ କ'ଣ ସବୁ, ଯେଉଁ ଗୁଣଗୁଡ଼ିକ ଗ୍ରହଣ କରି ଆମେ ସଫଳତାର ଚାବି ପାଇପାରିବା ଏବଂ ଜୀବନରେ ସଫଳ ହୋଇପାରିବା। ତ ପ୍ରଥମ ଗୁଣଟି ହେଉଛି ପରାଜୟ ଗ୍ରହଣ କରିବା ପୂର୍ବରୁ ଥରେ ଚେଷ୍ଟା କରିବା। ବନ୍ଧୁମାନେ, ବାଲ୍ମୀକି ରାମାୟଣ ଅନୁଯାୟୀ ଯେତେବେଳେ ହନୁମାନଜୀ ଶ୍ରୀରାମଙ୍କ ନିର୍ଦ୍ଦେଶରେ ସୀତାଙ୍କ ସନ୍ଧାନରେ ଲଙ୍କାରେ ପହଞ୍ଚିଥିଲେ, ସବୁ ଜାଗାରେ ଖୋଜାଖୋଜି କରିବା ପରେ ମଧ୍ୟ ସୀତାଙ୍କୁ କୌଣସି ସ୍ଥାନରେ ପାଇନଥିଲେ। ତାପରେ ହନୁମାନଜୀ ନିରାଶ ହୋଇ ଭାବିଲେ ଯେ ମାତା ସୀତା ବିନା ଖାଲି ହାତରେ ଫେରିଲେ ସମସ୍ତ ବାନର ଜାତିକୁ ହୁଏତ ଦଣ୍ଡ ଦିଆଯାଇପାରେ। କେବଳ ମୋର ବିଫଳତା ହେତୁ ସମସ୍ତ ବାନର ଜାତିକୁ ଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ହନୁମାନଜୀ ନିଜେ ଆତ୍ମହତ୍ୟା କରିବା କଥା ବି ଚିନ୍ତା କରିଥିଲେ। ଯଦିଓ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ, ତଥାପି ତାଙ୍କ ମନରେ ଏକ ଅଜବ ଅସ୍ଥିରତା ଥିଲା। ତାପରେ ସେ ଶାନ୍ତ ମନ ସହିତ ଭାବିଲେ ଯେ ଆତ୍ମହତ୍ୟା କରିବା ପୂର୍ବରୁ ସେ ପୁଣି ଥରେ ଲଙ୍କାରେ ସେହି ସ୍ଥାନଗୁଡ଼ିକୁ ଦେଖିବା ଉଚିତ ଯେଉଁ ସ୍ଥାନଗୁଡ଼ିକୁ ଏପର୍ଯ୍ୟନ୍ତ ସେ ଯାଇନଥିଲେ। ଏହାପରେ ସେ ଏକ ଶେଷ ପ୍ରୟାସ କରିଥିଲେ ଏବଂ ଏହି ଶେଷ ପ୍ରୟାସରେ ସେ ଅଶୋକ ବାଟିକା ନିକଟରେ ସୀତାଜୀଙ୍କୁ ଖୋଜି ପାଇଥିଲେ। ବନ୍ଧୁମାନେ, ହନୁମାନଜୀଙ୍କର ଏହି ଗୁଣରୁ ଆମେ ଶିଖିବାକୁ ପାଇଲେ ଯେ କୌଣସି ପ୍ରୟାସ ଶେଷ ନୁହେଁ, ତେଣୁ ତୁମେ ତୁମର ଲକ୍ଷ୍ୟ ହାସଲ ନ କରିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ ଏବଂ ବିଶେଷ ଭାବରେ ହାର ମାନିବା ପୂର୍ବରୁ ଆଉ ଥରେ ତ ଚେଷ୍ଟା କରି ଦେଖନ୍ତୁ। ଏତଦ୍ ବ୍ୟତୀତ ଏହା ମଧ୍ୟ ଆମକୁ ଶିକ୍ଷା ଦିଏ ଯେ ସଫଳତା ଜୀବନ ସମାପ୍ତ କରି ନୁହେଁ, ବରଂ ଉଦ୍ୟମ କରି ହାସଲ କରାଯାଇପାରେ। ଦ୍ୱିତୀୟ ଗୁଣଟି ହେଲା ସଫଳତା ହାସଲ ନ ହେବା ପର୍ଯ୍ୟନ୍ତ କୌଣସି ବିଶ୍ରାମ ନାହିଁ। ରାମଚରିତ ମାନସର ସୁନ୍ଦରକାଣ୍ଡ ଅନୁଯାୟୀ ଯେତେବେଳେ ହନୁମାନଜୀ ସମୁଦ୍ର ପାର ହେଉଥିଲେ, ସମୁଦ୍ର ଭାବିଲା ଯେ ହନୁମାନ ଶ୍ରୀହରିଙ୍କ କାର୍ଯ୍ୟ କରିବେ ଏବଂ ଥକିଯିବେ ନାହିଁ। ତେଣୁ ସମୁଦ୍ର ତଳ ଭାଗରେ ରହୁଥିବା ମେନକ ପର୍ବତକୁ କହିଲା, ଉପରକୁ ଯାଇ ହନୁମାନଙ୍କୁ ତାଙ୍କ ଉପରେ ବିଶ୍ରାମ ଦେବା ପାଇଁ ସ୍ଥାନ ଦିଅ। ମେନକା ଆସି ହନୁମାନଙ୍କୁ କିଛି ସମୟ ବିଶ୍ରାମ ନେବାକୁ କହିଲା, କିନ୍ତୁ ହନୁମାନଜୀ ବିଶ୍ରାମ ନେଲେ ନାହିଁ। ମେନକାଙ୍କ ଅନୁରୋଧକୁ ଏଡ଼ାଇ ପାରିଲେ ନାହିଁ, ତେଣୁ ତାଙ୍କ ଅନୁରୋଧକୁ ସମ୍ମାନ କଲେ ଏବଂ କହିଥିଲେ ଯେ ଶ୍ରୀରାମଙ୍କ କାର୍ଯ୍ୟ ଶେଷ ନ ହେବା ଯାଏ ମୁଁ ବିଶ୍ରାମ ନେଇପାରିବି ନାହିଁ। ବନ୍ଧୁମାନେ, ହନୁମାନଜୀଙ୍କର ଏହି ଗୁଣରୁ ଆମେ ଶିଖିବାକୁ ପାଇଲେ ଯେ ଆମର ଲକ୍ଷ୍ୟସ୍ଥଳ କିମ୍ବା ସଫଳତା ହାସଲ ନ କରିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବାକୁ ପଡ଼ିବ। ଏଥିସହ କାର୍ଯ୍ୟରେ ଆପଣଙ୍କୁ ଯିଏ ସାହାଯ୍ୟ କରୁଥିବା ବ୍ୟକ୍ତି ତାଙ୍କୁ ସମ୍ମାନ କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ। ତୃତୀୟ ଗୁଣଟି ହେଲା ଶକ୍ତିଶାଳୀ ହେବା ସତ୍ତ୍ୱେ ନିଜକୁ ନମ୍ର ଭାବରେ ବଜାୟ ରଖିବା। ବନ୍ଧୁମାନେ, ହନୁମାନ ହେଉଛନ୍ତି ଅପାର ଶକ୍ତିର ଗୁରୁ, ସେଥିପାଇଁ ତାଙ୍କୁ ବଜରଙ୍ଗବାଲି କୁହାଯାଏ। କିନ୍ତୁ ଶକ୍ତିଶାଳୀ ହେବା ବ୍ୟତୀତ ବଜରଙ୍ଗବାଲି ମଧ୍ୟ ବହୁତ ନମ୍ର ଏବଂ ବୁଦ୍ଧିମାନ। ସମଗ୍ର ରାମାୟଣରେ ହନୁମାନଜୀ ତାଙ୍କ ନିଜର ଶକ୍ତି, କ୍ରୋଧ ଏବଂ ଇଗୋକୁ ଅନାବଶ୍ୟକ ଭାବରେ ବ୍ୟବହାର କରିନାହାନ୍ତି। ହନୁମାନଜୀଙ୍କର ଏହି ଗୁଣରୁ ଆମେ ଶିଖିବାକୁ ପାଇଲେ ଯେତେବେଳେ କିଛି ଲୋକ ସଫଳତା କିମ୍ବା ଶକ୍ତି ପାଆନ୍ତି, ସେମାନେ ଗର୍ବିତ ହୁଅନ୍ତି। ଏହିପରି ଲୋକମାନେ ହନୁମାନଙ୍କ ଠାରୁ ଶିଖିବା ଉଚିତ ଯେ ପରିସ୍ଥିତି ଯାହା ହେଉନା କାହିଁକି ପ୍ରକୃତରେ ସର୍ବଦା ନମ୍ର ହେବା ଉଚିତ। ଚତୁର୍ଥ ଗୁଣ ହେଉଛି ହନୁମାନଜୀଙ୍କ ଠାରୁ ଯାହା ଆମେ ଶିଖିବା, ସର୍ବଦା ଶିଖିବା ଉଚିତ। ବନ୍ଧୁମାନେ, ଶାସ୍ତ୍ରରେ କୁହାଯାଇଛି ଯେ ହନୁମାନଜୀ ସୂର୍ଯ୍ୟଙ୍କୁ ତାଙ୍କର ଗୁରୁ କରିଥିଲେ
ଏବଂ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ। ଯେତେବେଳେ ହନୁମାନ ଶିକ୍ଷା ପାଇଁ ସୂର୍ଯ୍ୟ ଭଗବାନଙ୍କ ନିକଟକୁ ଆସିଲେ, ସୂର୍ଯ୍ୟ ଭଗବାନ କହିଥିଲେ, ମୁଁ କିଛି କ୍ଷଣ ପାଇଁ ମଧ୍ୟ ଅଟକି ପାରିବି ନାହିଁ, କାରଣ ମୋ ରଥ କ୍ରମାଗତ ଭାବରେ ଗତି କରେ। ଯଦି ମୁଁ ବନ୍ଦ କରିଦିଏ ତେବେ ବ୍ରହ୍ମାଣ୍ଡ ନଷ୍ଟ ହେବାର ସମ୍ଭାବନା ଅଛି। ସେଥିପାଇଁ ତୁମେ ଅନ୍ୟକୁ ତୁମର ଗୁରୁ କର। ତାପରେ ହନୁମାନଜୀ କହିଲେ, ମୁଁ ମଧ୍ୟ ତୁମର ବେଗରେ ଚାଲିବା ସମୟରେ ତୁମ ସହିତ ଶିଖିବି। ଗୁରୁଦେବ ଏବଂ ଶିଷ୍ୟ ମୁହାଁମୁହିଁ ହେଲେ ହିଁ ଶିକ୍ଷା ଦିଆଯାଇପାରିବ ବୋଲି ସୂର୍ଯ୍ୟଦେବ କହିଛନ୍ତି। ଏଭଳି ପରିସ୍ଥିତିରେ ଚାଲିବା ସମୟରେ ଶିକ୍ଷା ଦେବା ସମ୍ଭବ ନୁହେଁ। ହନୁମାନଜୀ କହିଛନ୍ତି, ମୁଁ ତୁମ ସାମ୍ନାରେ ରହି ବିପରୀତ ଦିଗକୁ ଚାଲିବି, କିନ୍ତୁ ଯେହେତୁ ମୁଁ ତୁମକୁ ଗୁରୁ ଭାବରେ ଗ୍ରହଣ କରିଛି, ମୁଁ ମଧ୍ୟ ତୁମଠାରୁ ଶିକ୍ଷା ଗ୍ରହଣ କରିବି। ହନୁମାନଜୀଙ୍କ କଥା ଶୁଣି ସୂର୍ଯ୍ୟଦେବ ତାଙ୍କୁ ନିଜ ଶିଷ୍ୟ ଭାବରେ ଗ୍ରହଣ କରିଥିଲେ। ହନୁମାନଜୀଙ୍କର ଏହି ଗୁଣରୁ ଆମେ ଶିଖିବାକୁ ପାଇଲେ ଯେ ଜଣେ ବ୍ୟକ୍ତି ଶିଖିବା ପାଇଁ କିମ୍ବା ଶିକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ସର୍ତ୍ତକୁ ଗ୍ରହଣ କରିବା ଉଚିତ। ଶେଷ ଗୁଣଟି ହେଉଛି, ବିନା ଅନୁମତିରେ କୌଣସି କାମ କରନ୍ତୁ ନାହିଁ। ରାମଚରିତ ମାନସର ସୁନ୍ଦରକାଣ୍ଡରେ ଅଶୋକ ବାଟିକା ବିଷୟରେ ଏକ ସୂଚନା ଅଛି। ଯେତେବେଳେ ହନୁମାନ ଏହି ବଗିଚା ନିକଟରେ ସୀତାଜୀଙ୍କୁ ଭେଟିଥିଲେ, ସେତେବେଳେ ସୀତାଜୀଙ୍କର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ଏବଂ ସେ ଶ୍ରୀରାମଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପଡ଼ୁଥିଲେ। ଲଙ୍କାରେ ସୀତାଜୀଙ୍କର ଏପରି ଦୁଃଖ ଅବସ୍ଥା ଦେଖି ହନୁମାନ କହିଛନ୍ତି, ମା, ଯଦି ମୁଁ ଚାହେଁ ମୁଁ ତୁମକୁ କାନ୍ଧରେ ନେଇ ଶ୍ରୀରାମଙ୍କ ନିକଟକୁ ପହଞ୍ଚାଇ ଦେଇପାରେ, କିନ୍ତୁ ମୁଁ ଏଥିପାଇଁ ଅନୁମତି ପାଇନାହିଁ। ମୁଁ କେବଳ ତୁମକୁ ବାର୍ତ୍ତା ପହଞ୍ଚାଇବାକୁ ଆସିଛି। ହନୁମାନଜୀଙ୍କ ଏହି ଗୁଣରୁ ଆମେ ଶିଖିବାକୁ ପାଇଲେ କି କେବଳ ଆଦେଶ ଅନୁଯାୟୀ କାର୍ଯ୍ୟ କରାଯିବା ଉଚିତ। କେବଳ ଯେତିକି କୁହାଯାଇଛି ସେତିକି କରାଯିବା ଉଚିତ। ଏ ଯେଉଁ 5ଟି ଗୁଣ ହନୁମାନଜୀଙ୍କ ପାଖରୁ ଆମେ ଶିଖିଲେ, ଏ 5ଟି ଗୁଣକୁ ଯଦି ଆମ ଜୀବନରେ ଉପଯୋଗ କରାଇବା, ନିଶ୍ଚିତ ଭାବରେ ସଫଳ ହେବା।